ସୁକିନ୍ଦାଗଡ଼ରେ ମହାପ୍ରଭୁଙ୍କ ନିଆରା ବାହୁଡ଼ା ରଥଯାତ୍ରା ଅନୁଷ୍ଠିତ। ହାତେ ଟଣା ହୋଇ ରହିଲା ରଥ। ଆଜି ପବିତ୍ର ବାହୁଡ଼ା ରଥଯାତ୍ରା ଅବସରରେ ସୁକିନ୍ଦାଗଡ଼ରେ ସୋମବାର ସନ୍ଧ୍ୟା 7 ଘଟିକା ସମୟରେ ମହାପ୍ରଭୁଙ୍କ ନିଆରା ବାହୁଡ଼ା ରଥଯାତ୍ରା ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି। ହାତେ ଟଣା ହୋଇ ରହିଲା ରଥ। ସ୍ଥାନୀୟ ବ୍ରାହ୍ମଣ ସେବାୟତମାନେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ମାଉସୀମା ମନ୍ଦିର ପରିସରରୁ ପହଣ୍ଡି କରି ଆଣି ରଥାରୂଢ଼ କରିଥିଲେ। ପରେ ସୁକିନ୍ଦାଗଡ଼ର ରାଜାସାହେବ ଭୂଦେବ ଭୂପତି ହରିଚନ୍ଦନ ମହାପାତ୍ର ରଥ ଉପରେ ରୂପା ପହଁରାରେ ଛେରା ପହଁରା କରିଥିଲେ। ପରେ ପ୍ରଭୁଙ୍କ ପୂଜାର୍ଚ୍ଚନା କରାଯିବା ପରେ ପୁରୁଣା ପରମ୍ପରା ଅନୁଯାୟୀ ସନ୍ଧ୍ୟାରେ ହାତେ ଟଣା ହୋଇ ରଥ ରହିଲା। ଏହି ଯାତ୍ରାରେ ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ୍ ସମସ୍ୟା ନିୟନ୍ତ୍ରଣ ପାଇଁ ଦେବତ୍ୱ ବିଭାଗ ମୁଖ୍ୟ ତଥା ତହସିଲଦାର ଦମୟନ୍ତୀ ସାହୁ ସମସ୍ତ ବ୍ୟବସ୍ଥାର ତଦାରଖ କରିଥିବା ଦେଖିବାକୁ ମିଳିଥିଲା। ଯାଜପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସିଲଭରିୟସ୍ ଟୋପେ, ସୁକିନ୍ଦା ଅତିରିକ୍ତ ତହସିଲଦାର ପ୍ରମୁଖ ଉପସ୍ଥିତ ରହି ପରିସ୍ଥିତିର ସ୍ଥିତି ଅନୁଧ୍ୟାନ କରିଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ନୂତନ ବିଗ୍ରହ ସ୍ଥାପନ ହୋଇଥିବାରୁ ପ୍ରଭୁଙ୍କ ଦର୍ଶନ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ସମାଗମ ହୋଇଥିବା ଦେଖିବାକୁ ମିଳିଛି।